नमस्कार ମୁଁ ମାନସ MK ଏଜୁକେସନାଲ ଥଟ୍ସକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆମେ ଏହି ଭିଡ଼ିଓରେ ଆସ ଉତ୍କଳୀୟ କବିତାଟିର ପ୍ରଶ୍ନ ଉତ୍ତରକୁ ଆଲୋଚନା କରିବା। ପୂର୍ବ ଭିଡ଼ିଓ ଗୁଡ଼ିକରେ ଆମେ କବିତା ଆବୃତ୍ତି ଏବଂ ଅତି ପଦର ବ୍ୟାଖ୍ୟାକରଣ କରିସାରିଛନ୍ତି। ଏବେ ପ୍ରଶ୍ନ ପ୍ରଥମ ମୋ ବୁଝିବାରେ। ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଠିକ୍ ଉତ୍ତର ପାଖରେ ଆମେ ଷ୍ଟାର ଚିହ୍ନ ଦେବା। ଏ ଦେଶ ଜାତିର ପୂର୍ବ କଥା, ଏହି ପାଦରେ ଥିବା ପୂର୍ବ କଥାଟିରେ କେଉଁ କଥା ପ୍ରକାଶ କରିଛି? ଯେ ଆସ ଉତ୍କଳୀୟ କବିତାଟିକି ଆମେ ପଢ଼ି ସାରିବା ପରେ ନିଶ୍ଚିତ ପକ୍ଷେ ଯେ ଅତୀତର ଗୌରବ କଥା, ଐତିହାସିକ କଥା, ସୃଜନଶୀଳ ଭାବ, ବୈଜ୍ଞାନିକ ଚିନ୍ତାଧାରା, ନିଶ୍ଚିତ ପକ୍ଷେ ଅତୀତର ଗୌରବ କଥା ଉପରେ ଗୁରୁତ୍ୱ ଆରୋପ କରିଛି। ତେଣୁ ଆମେ ତାରି ପାଖରେ ହିଁ ଷ୍ଟାର ଚିହ୍ନଟିକୁ ଦେବା। କବିତାର ବିଷୟବସ୍ତୁ ନିମ୍ନଲିଖିତ କେଉଁ ପ୍ରସଙ୍ଗ ଉପରେ ଆଧାରିତ ହୋଇଛି? ଦେଶର ପ୍ରଗତି ପାଇଁ, ଦେଶର ଅର୍ଥନୀତି, ଦେଶର ଅଲିଭା କାହାଣୀ, ଦେଶ ପାଇଁ ଉତ୍ସର୍ଗୀକୃତ ଭାବନା। ନିଶ୍ଚିତ ପକ୍ଷେ ଆମେ ଦେଶ ପାଇଁ ଉତ୍ସର୍ଗୀକୃତ ଭାବନା, ଆମେ ସମସ୍ତେ ଉତ୍କଳର ସନ୍ତାନ ହିସାବରେ ଆମେ ଦେଶ ପାଇଁ ଆମର କ'ଣ କର୍ତ୍ତବ୍ୟ ରହିଛି, ସେ ପ୍ରକାର କାର୍ଯ୍ୟଧାରା ଆଗକୁ କେମିତି ଆମେ ବଢ଼େଇ ପାରିବା ସେ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି। ସେ ପୁଅ ମହିମା ହେବ କି କଳି, ଏହି ପାଦରେ ସେ ଶବ୍ଦ କାହା ପାଇଁ ବ୍ୟବହୃତ ହୋଇଛି? ସେ ପୁଅ ମହିମା ହେବ କି କଳି, ଏହି ପାଦରେ ସେ ଶବ୍ଦ କାହା ପାଇଁ ବ୍ୟବହୃତ ହୋଇଛି? ସେ ପୁଅ ମହିମା କଥା ଯେତେବେଳେ କୁହାଯାଇଛି, କାହା କଥା କୁହାଯାଇଛି ରେ ପିଲେ? ବକ୍ସି ଜଗବନ୍ଧୁ, ଧର୍ମପଦ, ଗୋପବନ୍ଧୁ, ବାଜି ରାଉତ। ଗୋପବନ୍ଧୁଙ୍କ କଥା କୁହାଯାଇଛି, ଦରିଦ୍ରର ବନ୍ଧୁ। ମୁକ୍ତି ପଥର ସୈନିକ ବୋଲି କବିତାରେ କାହାକୁ କୁହାଯାଇଛି? କିଏ ମୁକ୍ତି ପଥର ପ୍ରଥମ ସୈନିକ? ଚନ୍ଦନ ହଜୁରୀ, ଗୋପବନ୍ଧୁ, ଧରମା, ବାଜି ରାଉତ। ଇଏ ହେଉଛି ମୁକ୍ତି ପଥର ସୈନିକ। ଏହିଭଳି ଉତ୍ତରକୁ ତୁମେମାନେ ମିଶିକି ଯୋଡ଼ିବ। ତାପରେ ପ୍ରଶ୍ନ ରହିଛି ମିଳିମିଶି ଯୋଡ଼ିବା। ମିଳିମିଶି ଯୋଡ଼ିବାରେ କ ସ୍ତମ୍ଭରେ ଗୋଟିଏ ପଦ ଏବଂ ଖ ସ୍ତମ୍ଭରେ ସେ ସମ୍ବନ୍ଧୀୟ ଗଦ୍ୟ ରୂପଟି ଲେଖାଯାଇଛି। ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ ଗଲେଣି ଉଭେଇ ଅମର ପଥେ। ଏହି ରିଲେଟେଡ଼ କେଉଁଟା ଭାବରେ ପିଲେ? ପ୍ରଥମେ ଆଗେ ଏଇଠି ବାଛି ଦିଅ ଯେ ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ। ତେବେ ତୁମେମାନେ ଏଇଠି ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ ଏଇ ଖ ସ୍ତମ୍ଭରେ ଦେଇଛି, ତେଣୁ ଏଇଟା 1 ନମ୍ବର ହେବ। ତୋଷାଳୀ ପ୍ରାନ୍ତରେ ଦିନେ ବହିଥିଲା ସମରେ ବୀରର ରକ୍ତ ନଈ। ତୋଷାଳୀ ପ୍ରାନ୍ତରେ, ଏଠି ତୋଷାଳୀ ପ୍ରାନ୍ତରେ ରକ୍ତର ନଦୀ ପ୍ରବାହିତ ହେଇଥିଲା। 2 ନମ୍ବର। ଦରିଦ୍ର ଜନର ବନ୍ଧୁ ଗୋପବନ୍ଧୁ, ସେ ପୁଅ ମହିମା ହେବ କି କଳି। ଦରିଦ୍ର ଜନର ବନ୍ଧୁ ଗୋପବନ୍ଧୁ, ଦରିଦ୍ର ଜନର ବନ୍ଧୁ ଗୋପବନ୍ଧୁଙ୍କ ମହିମା କାହାରି ସାଥିରେ କଳି କରି ହେବ ନାହିଁ, କଳନା କରି ହେବ ନାହିଁ, ତୁଳନା କରି ହେବ ନାହିଁ। ବାଜି ରାଉତର ନାଁ ଲୁଚି ନାହିଁ, ମୁକ୍ତ ପଥର ସୈନିକ ସେହି। ମୁକ୍ତି ପଥର ସୈନିକ ବାଜି ରାଉତର ନାଁ ଏବେ ବି ଲୁଚି ଯାଇନାହିଁ। ଏ ଥିଲା କ ସ୍ତମ୍ଭ ଖ ସ୍ତମ୍ଭ ମିଳନ। ଏହାପରେ ଆମେ ଯିବା କବିତାର ପଦଗୁଡ଼ିକୁ ଆଲୋଚନା କରିବା, ଯାହାକି ଚିନ୍ତା କରିବା, ବୁଝିବା, ସାଙ୍ଗମାନଙ୍କ ସହିତ ଆଲୋଚନା କରି ଲେଖିବା। ପ୍ରଥମ ପଦ୍ୟାଂଶ। ପାଇକ ପୁଅର ଗାରିମା ଥିଲା, ସ୍ୱାଧୀନତା ଜାଗେ ଦେଲା ଆହୁତି। ସେ ଜାତି ଦାୟଦ ଆମେ ତ ସରବେ, ବଳି ହେବା ଅଙ୍ଗେ ସେହି ବିଭୂତି। ଲେଖିବ ଉକ୍ତ ପଦ୍ୟାଂଶଟି ସପ୍ତମ ଶ୍ରେଣୀ ପଠିତ ସାହିତ୍ୟ ସୁରଭି ପୁସ୍ତକରୁ ଆନିତ। ଏଠାରେ କବି ବୀରକିଶୋର ଦାସ ଜଣେ ଜାତୀୟତା କବି ଭାବରେ ବିବେଚିତ। ଭାରତ ଇତିହାସରେ ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ତାଙ୍କର ଅନେକ ପ୍ରଚେଷ୍ଟା ରହିଛି ଏବଂ ସମଗ୍ର ଜାତିକୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେବା ଭଳି, ସେମାନଙ୍କୁ କେଉଁଭଳି ସ୍ୱାଧୀନତା ସଂଗ୍ରାମରେ ଅନୁପ୍ରାଣିତ କରିବା, ପ୍ରତି ଅଙ୍ଗରେ ସେମାନଙ୍କର ସ୍ୱାଧୀନତାର ରକ୍ତବିନ୍ଦୁକୁ ଶାଣିତ କରିବା, ଏଥିପ୍ରତି ସଜାଗ ହେଇଥିଲେ କବି ବୀରକିଶୋର। ଏବଂ ପାଇକ ପୁଅର ଯେଉଁ ଗାରିମା, ଓଡ଼ିଶାର ଯେତେବେଳେ ପାଇକ ଜାତି ଏକ ଦୃଢ଼ ସଂଗଠିତ ଜଣେ ଯୋଦ୍ଧା ଜାତି ଥିଲେ, ସେମାନଙ୍କର ଗାରିମା, ପୂର୍ବ ଗୁଣ, ଯେଉଁମାନଙ୍କର ଯୁଦ୍ଧ କୌଶଳ, ସେମାନଙ୍କର ନୈପୁଣ୍ୟତା, ସେଥିରେ ସେମାନେ
ଉଚ୍ଚକୋଟୀର ଥିଲା ଏବଂ ନିଜକୁ ସ୍ୱାଧୀନତା ପାଇବା ଉଦ୍ଦେଶ୍ୟରେ ନିଜ ଗୋଡ଼କୁ ବଞ୍ଚାଇବା ଉଦ୍ଦେଶ୍ୟରେ ସେମାନେ ଯେଉଁଭଳି ଭାବେ ଆହୁତି ଦେଉଥିଲେ, ସେ ଜାତିର ଦାୟାଦ ହେଉଛନ୍ତି ଆମେ, ସେ ଜାତିର ପର ପିଢ଼ି ହେଉଛନ୍ତି ଆମେ ସମସ୍ତେ ସେଇ ଆମ ପୂର୍ବପୁରୁଷମାନଙ୍କର ତାଙ୍କର କାର୍ଯ୍ୟ କର୍ମ ନୈପୁଣ୍ୟତାର ଶୈଳୀ ଏବଂ ସେମାନଙ୍କର ଭସ୍ମ ଚିତା ପାଉଁଶକୁ ଆମେ ଭଗବାନଙ୍କର ବିଭୁ ପଦାରବିନ୍ଦର ପାଦୁକା ଭାବରେ ଗ୍ରହଣ କରି ଠିକ୍ ସେଇ ବିଭୂତିକୁ ବକ୍ସି ଜଗବନ୍ଧୁ ପରି ହେବା ପାଇଁ ତୁମେ କ'ଣ କରିବା ଉଚିତ? ବକ୍ସି ଜଗବନ୍ଧୁ ଜଣେ ପରମ ଯୋଦ୍ଧା ଥିଲେ। ଯୋଜନା ମାଧ୍ୟମରେ ସମଗ୍ର ପାଇକ ଜାତିର ନେତୃତ୍ୱ ସେ ନେଇପାରୁଥିଲେ ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ର ତାଙ୍କ ପାଖରେ ନଥିଲେ ବି ସୁଦ୍ଧା ସେ ଯେଉଁଭଳି ଭାବରେ ଆମର ବ୍ରିଟିଶମାନଙ୍କୁ କରାୟତ୍ତ କରିପାରିଥିଲେ, ବ୍ରିଟିଶମାନଙ୍କୁ ବହୁତ ହଇରାଣ ହରକତ କରିପାରିଥିଲେ, ସେ ପ୍ରକାର ଦକ୍ଷତା ତାଙ୍କ ପାଖରେ ଅଛି। ତେଣୁ ଆମେ ବି ମଧ୍ୟ ବକ୍ସି ଜଗବନ୍ଧୁଙ୍କ ପରି ହେବା ପାଇଁ ଚାହୁଁଛୁ। ଆମ ଦେଶ ମାତୃକାକୁ ବଞ୍ଚାଇବା ପାଇଁ ଅନ୍ୟମାନ ହାତକୁ କେବେ ଟେକି ଦେବୁ ନାହିଁ। ନିଜକୁ ପାଇକ ପୁଅ ଭାବି ଦେଶ ସେବା ପାଇଁ କ'ଣ କରିପାରିବ? ଦେଶ ସେବା ପାଇଁ ଆମେ ଶେଷରେ ନିଜ ଆବଶ୍ୟକ ଯଦି ପଡ଼େ ଆମର ପ୍ରାଣକୁ ମଧ୍ୟ ବଳି ଦେଇଦେବୁ। କେଉଁ କାର୍ଯ୍ୟ ଜଣେ ବ୍ୟକ୍ତିକୁ ଅମର କରିଥାଏ? ଯେଉଁ କାର୍ଯ୍ୟ କଲେ ସେ ଦେଶ ମାତୃକାକୁ ରକ୍ଷା କରିପାରିବ, ଦେଶର ଅଧିବାସୀମାନଙ୍କର ଜନମାନସରେ ଥିବା
ସମସ୍ତ ଦରିଦ୍ରମାନଙ୍କର ସେବା କରିବା, ଏମିତି ଅନେକ ଗୁଡ଼ିଏ ମହତ୍ଵ ଗୁଣ ରହିଛି ଯେଉଁ କାର୍ଯ୍ୟରେ ସେ ନିଜକୁ ଯଦି ସାମିଲ କରେ ନିଶ୍ଚିତ ପକ୍ଷେ ସେ ଜଣେ ଅମର ବ୍ୟକ୍ତି ଭାବରେ ଆଗାମୀ ଦିନରେ ନିଜର ଇତିହାସ ସୃଷ୍ଟି କରିପାରିବ। ଯଦି ତୁମେ ତୋଷାଳୀ ପ୍ରାନ୍ତରେ ଥାଆନ୍ତ ତେବେ ସେହି ରକ୍ତ ନଈକୁ ଦେଖିବା ପରେ ତୁମ ମନରେ କେଉଁ ଭାବ ଜାଗ୍ରତ ହୋଇଥାନ୍ତା? ଯେତେବେଳେ କଳିଙ୍ଗ ଯୁଦ୍ଧ ଚାଲିଥିଲା ସେ ସମୟରେ ସେ ଯେଉଁ ଦୃଶ୍ୟ, ବୀର ସୈନିକମାନଙ୍କର ରକ୍ତର ଦୃଶ୍ୟ, ରକ୍ତର ନଈ ପ୍ରଭାବିତ ହେଉଥିଲା, ତେବେ ସେ ସମୟରେ ମୁଁ ଯଦି ଦର୍ଶକ ହିସାବରେ ଥାଆନ୍ତି ନିଶ୍ଚିତ ପକ୍ଷେ ସେ ସ୍ୱାଧୀନତା ସଂଗ୍ରାମର ଜଣେ ଛୋଟ ସଂଗ୍ରାମୀ ଭାବରେ ଅଂଶଗ୍ରହଣ କରିଥାନ୍ତି ଏବଂ ମୋ ଦେଶ ମାତୃକାକୁ ବଞ୍ଚାଇବା ପାଇଁ ମଧ୍ୟ ମୁଁ ଚେଷ୍ଟା କରିଥାନ୍ତି। ଯଦି ତୁମେ ସ୍ୱାଧୀନତା ସଂଗ୍ରାମୀ ହୋଇଥାନ୍ତ ତେବେ ତୁମେ କେଉଁ କାର୍ଯ୍ୟ ପ୍ରତି ଅଧିକ ଗୁରୁତ୍ୱ ଦେଇଥାନ୍ତ? ସ୍ୱାଧୀନତା ସଂଗ୍ରାମୀ ହେଲେ ସେ ପ୍ରକାର ମନୋଭାବ ଥିବ ଯେ ସ୍ୱାଧୀନତାରେ ମୁଁ ନିଶ୍ଚିତ ଆତ୍ମବଳି ଦେବି, ମୋ ଦେଶକୁ ବଞ୍ଚାଇବା ପାଇଁ ଯାହା ଯାହା କାର୍ଯ୍ୟ ଯେତେ ସଂଗ୍ରାମ ଅଛି ସେ ସଂଗ୍ରାମରେ ମୁଁ ମଧ୍ୟ ଜଡ଼ିତ ହେବି, ଶେଷରେ ମୋ ଦେଶକୁ ଅନ୍ୟମାନଙ୍କ ଠାରୁ ମୁକ୍ତ କରିବି। ଏ ପ୍ରକାର ଚିନ୍ତାଧାରା ମଧ୍ୟ ରହିବା ଦରକାର। ଯେ ଜାତି ପାଇଁ ଦିନେ ବାଳୁତ ଧର୍ମା ଝାସିଥିଲା ପ୍ରାଣ ସାଗର ଜଳେ, ଲିଭିବ କି ତାର ଅଲିଭା କାହାଣୀ ଥିବା ଯାଏ ନର ଧରଣୀ ତଳେ। ଏହି ଯେଉଁ ପଦ୍ୟାଂଶର ଶେଷ ଶବ୍ଦକୁ ଧ୍ୟାନର ଦେଖରେ ପିଲେ ଯେ ସାଗର ଜଳେ ଧରଣୀ ତଳେ, ଶେଷ ଧ୍ୱନିଟି ଏକାଭଳି ଶୁଭାଯାଉଛି। ଏ ବିଶେଷତାକୁ ଓଡ଼ିଆ ଭାଷାରେ ପୂର୍ଣ୍ଣ ମିତ୍ରାକ୍ଷର କୁହାଯାଏ। ଅକ୍ଷର ସଂଖ୍ୟା ସମାନ, ଧରଣୀ ତଳେ, ସାଗର ଜଳେ, ସେ ପାଞ୍ଚଟି ଏ ପାଞ୍ଚଟି। ଏବେ ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକୁ ସାଙ୍ଗମାନଙ୍କ ସହ ଆଲୋଚନା କର। ପୂର୍ଣ୍ଣ ମିତ୍ରାକ୍ଷରକୁ ନେଇ କବିତା ଲେଖିଲେ କେଉଁ ବିଶେଷ ପ୍ରଭାବ ପଡ଼ିଥାଏ? ତାହେଲେ ପୂର୍ଣ୍ଣ ମିତ୍ରାକ୍ଷରକୁ ନେଇ ଯଦି ଆମେ କବିତା ଲେଖିବା, କବିତାଟିକି ଶୁଣିବା ପାଇଁ ସୁନ୍ଦର ସାବଳୀଳ ହେବ ଏବଂ ଲେଖିବା ପାଇଁ ମଧ୍ୟ ସହଜସାଧ୍ୟ ହେବ ଏବଂ ଆବୃତ୍ତି କରିବା ପାଇଁ ଯେହେତୁ ପଦ ପଡ଼ୁଥିବ, ଗୋଟେ ମିତ୍ର ଅକ୍ଷରରେ ସରୁଥିବ, ତାହା ମଧ୍ୟ ଅଧିକ ସୁନ୍ଦର ହୋଇପାରିବ। କବିତାକୁ ପ୍ରଭାବଶାଳୀ କରିବା ପାଇଁ ଆଉ କେଉଁ କେଉଁ ଭାବ ପ୍ରୟୋଗ କରାଯାଇଛି? ନା ଏହି କବିତାକୁ ପ୍ରଭାବଶାଳୀ କରିବା ପାଇଁ ଅନେକ ଗୁଡ଼ିଏ ବ୍ୟବସ୍ଥା କରାଯାଇପାରେ, ଯେମିତି ରସ ଛନ୍ଦର ବ୍ୟବହାର, କବିଙ୍କର ଭାବନା, ଅକ୍ଷର ଗୁଡ଼ିକୁ ଯଦି ସମାନ ଭାବରେ ଗଢ଼ି ତୋଳିବା ତାହା ବି ମଧ୍ୟ ଏକ ଏଠି ସ୍ୱାଧୀନତା ସଂଗ୍ରାମର ଭାବ କଥା ଯେମିତି କବି ଏଠି ଉପରେ ବର୍ଣ୍ଣନା କରିଛନ୍ତି, ଯେ ତାର କୃତିତ୍ୱ କଥା ବର୍ଣ୍ଣନା କରିଛନ୍ତି, ପୃଥିବୀ ଇତିହାସରେ ସେ କାହିଁକି ଅମର ଅଛି ସେ କଥା ମଧ୍ୟ ବର୍ଣ୍ଣନା କରିଛନ୍ତି ଏବଂ ତାହାକୁ ଆଉ କାହା ସହିତ ମଧ୍ୟ ତୁଳନା କରିନାହାନ୍ତି। ଭାଷା ବିଚାର, ଶବ୍ଦ ସହ ଶବ୍ଦ ଯୋଡ଼ିବା। ତୁମ ସାଙ୍ଗମାନଙ୍କ ସହ ମିଶି ଆଲୋଚନା କରି ତଳେ ଦିଆଯାଇଥିବା ଖାଲି ସ୍ଥାନରେ ଧରଣୀର ସମାର୍ଥବୋଧକ ଶବ୍ଦ ଗୁଡ଼ିକ ଲେଖ। ଧରଣୀର ସମାର୍ଥବୋଧକ ଶବ୍ଦ ଯଦି ଲେଖିବା ତାହେଲେ ଆମେ ଲେଖିପାରିବା କ'ଣ ଲେଖିଲେ? ଧରା, ନାଇଁ ଆଉ କ'ଣ ଲେଖିବା? ବସୁନ୍ଧରା, ବସୁନ୍ଧରା ଲେଖିପାରିବା, ପୃଥିବୀ ଲେଖିପାରିବା, ନାଇଁ କି? ଏମିତି ପୃଥିବୀ ଲେଖିପାରିବା, ମହି ଲେଖିପାରିବା, ଧରିତ୍ରୀ ଲେଖିପାରିବା, ଅବନୀ ଲେଖିପାରିବା, ମେଦିନୀ ଲେଖିପାରିବା, ନାଇଁ କି? ମେଦିନୀ ଲେଖିପାରିବା, ରସା ଲେଖିପାରିବା, ବସୁମତୀ ଲେଖିପାରିବା, ବସୁମତୀ ଲେଖିପାରିବା। ଏମିତି ଅନେକ ସମର୍ଥବୋଧକ ଶବ୍ଦ ମଧ୍ୟ ଆମେ ଧରିତ୍ରୀର ଲେଖିପାରିବା, ଧରଣୀର ଲେଖିପାରିବା। ନିମ୍ନଲିଖିତ ଶବ୍ଦ ଗୁଡ଼ିକ ଗଦ୍ୟ ରୂପରେ ଲେଖ। ଗରବେ, ଗର୍ବେ, ସରବେ, ସର୍ବେ, ଏକାର ଏବଂ ରେଫ, ରକତ, ରକ୍ତ, ଆଦରସ, ଆଦର୍ଶ, ତରପଣ, ତର୍ପଣ। ପାଇକ ପୁଅର ଗାରିମା ଯାଥିଲା ତୋଷାଳୀ ପ୍ରାନ୍ତରେ ଦିନେ ବହିଥିଲା। ଇଏ ହେଉଛି କାଳ ସମୟକୁ ବିଚାର କୁହାଯାଇଛି। ଇଏ ଇତିହାସର କଥା, ଅତୀତର କଥା। ପାଇକ ପୁଅର ଗାରିମା ଯାହା ଥିଲା, ପାଇକ ପୁଅର ଗାରିମା ଯାହା ଅଛି ଏବେ, ଆଗାମୀ ଦିନରେ ପାଇକ ପୁଅମାନଙ୍କର ଗାରିମା ଆଗାମୀ ଦିନରେ ସେଇଭଳି ଭାବେ ଥିବ, ଥିଲା, ଅଛି, ଥିବ। ସେହିଭଳି ତୋଷାଳୀ ପ୍ରାନ୍ତରେ ଦିନେ ବହିଥିଲା, ବହୁ ଅଛି, ଆଗାମୀ ଦିନରେ ବହିବ ମଧ୍ୟ।
ଏ ସମୟର କାଳକୁ ମଧ୍ୟ ସୂଚନା କରୁଛି। କଳିଙ୍ଗ ଯୁଦ୍ଧର କିଛି ଛବି ଏଇଥିରେ ପିଲାମାନେ ଦେଇଛି। ତେବେ ଦେଇଛି କବିତାର କିଛି ସମାନ ଅର୍ଥ ବୁଝାଉଥିବା ଶବ୍ଦ, ପ୍ରତିଶବ୍ଦ ବାଛିବ ତୁମେ ଉତ୍ତରୁ। ତେବେ ପୁଅ ପୁଅ ପାଇଁ କେଉଁଟା କ'ଣ ହବରେ ପିଲେ? ପୁତ୍ର ଆଉ ସୁତ। ନଈ ପାଇଁ ହବ ସ୍ରୋତସିନୀ, ତଟିନୀ। ସାଗର ପାଇଁ ହବ ସିନ୍ଧୁ ଆଉ ପାରାବାର। ସୈନିକ ପାଇଁ ହବ ଯବାନ ଆଉ ସିପାହୀ। ହେଲା। ଆସ ଉତ୍କଳୀୟ ଶୁଣ ସର୍ବେ ମିଳି ଏ ଦେଶ ଜାତିର ପୂର୍ବ କଥା। ଏହି କବିତାର ଶୀର୍ଷକ ଆସ ଉତ୍କଳୀୟ। ଅନେକ ସମୟରେ କବିମାନେ କବିତାର ଏକ ଧାଡ଼ିକୁ କବିତାର ଶୀର୍ଷକ ଭାବରେ ବ୍ୟବହାର କରିଥାନ୍ତି। ଏଇଭଳି ଯଦି ତୁମେ କବିତାରୁ ଅନ୍ୟ ଗୋଟିଏ ଧାଡ଼ି କବିତାର ଶୀର୍ଷକ ଭାବରେ ବାଛିବ, ତେବେ କାହିଁକି ବାଛିବ? ବାଛିଲ ଲେଖ ଯେ ଯେତେ ଆସ ଉତ୍କଳୀୟ ଶୁଣେ ସର୍ବେ ମିଳି ଏ ଦେଶ ଜାତିର ପୂର୍ବ କଥା। ଏ ଦେଶ ଜାତିର ଗୌରବ କଥା ବି ମଧ୍ୟ ଆମେ କହିପାରିବା। ଉତ୍କଳର ଗୌରବ କଥା ମଧ୍ୟ କହିପାରିବା। ଏମିତି ଅନେକ ଗୁଡ଼ିଏ ନାଁ ବି ମଧ୍ୟ ଆମେ ଦେଇପାରିବା। କିନ୍ତୁ ବାସ୍ତବରେ କବିତାର ଶୀର୍ଷକ ଆସ ଉତ୍କଳୀୟ, ଯେ ଉତ୍କଳର ଅଧିବାସୀମାନଙ୍କୁ କବି ଯେମିତି ଆହ୍ୱାନ କରିଛନ୍ତି ତାହା ବାଞ୍ଛନୀୟ। ପାଠ ବହିର୍ଭୂତ କଥା ଯଦି କହିବା ପିଲେ, ଏଠି କିଛି ଚିତ୍ର ତଳେ ଦିଆଯାଇଛି। ସେ ଚିତ୍ରଗୁଡ଼ିକୁ ତୁମେମାନେ ଦେଶପ୍ରେମ ଆଧାରିତ ବୋଲି ଭାବୁଛ, ତାଠାରୁ ଠିକ୍ ଚିହ୍ନ ଦେବ। ପିଲାଟି ଗଛରେ ପାଣି ଦେଇ ଗଛକୁ ବଞ୍ଚଉଛି, ଦେଶପ୍ରେମ ଆଧାରିତ ଠିକ୍ ଅଛି ନାଇଁ କି? ଏଇଟା କ'ଣ କରିବା? ଠିକ୍ ଅଛି, ଠିକ୍ ଚିହ୍ନ ମାରିଦେବା। ଏଠି ଅଳିଆ ଆବର୍ଜନାରେ ବସିଛନ୍ତି, ଏଇଟା ନୁହଁ। ଏଠି ସ୍ନେହ ପ୍ରେମରେ ସେମାନେ ଭାଇ ଭାବରେ ଲଢ଼ୁଛନ୍ତି। ଅନ୍ୟ ଦେଶର ଲୋକ ହେଲେ ବି ସୁଦ୍ଧା ସେମାନଙ୍କ ଭିତରେ ଗୋଟେ କଳାଗ୍ରତାର ଭାବନା ଅଛି, ଏଟା ଠିକ୍। ଏଠି ସେମାନେ ନିଆଁ ଲାଗିଯାଉଛି, ସମସ୍ତେ ମିଶି ନିଆଁ ଲିଭଉଛନ୍ତି, ଏହା ବି ମଧ୍ୟ ଠିକ୍। ଏହାପରେ ଯଦି ଯିବା, ତାହେଲେ ସୈନିକଙ୍କୁ ଉପହାର ଦେଉଛନ୍ତି ପିଲେ, ଏହା ଠିକ୍। ଅଳିଆ ଆବର୍ଜନା ସଫା କରୁଛନ୍ତି, ଏହା ଠିକ୍। ଟ୍ରାକ୍ଟରରେ ହଳ କରୁଛନ୍ତି, ଏହା ବି ମଧ୍ୟ ଠିକ୍। ବୃଦ୍ଧା ଲୋକଟିକୁ ରାସ୍ତା ପାରି କରି ଦେଉଛନ୍ତି, ଏହା ଠିକ୍। ବୃଦ୍ଧ ଜନ ସହିତ ଅନେକ ଗୁଡ଼ିଏ ଆଲୋଚନା ମଧ୍ୟ ସେ କରୁଛନ୍ତି, ଏହା ବି ମଧ୍ୟ ଠିକ୍। କିନ୍ତୁ ଏଇ ଲୋକମାନଙ୍କ ସହିତ ଥଟ୍ଟା ମଜା କରିବା ଠିକ୍ ନୁହଁ। ଯଦି ଥଟ୍ଟା ମଜା କରୁଥାନ୍ତି ତାହେଲେ ଏଟା ଭୁଲ। ତାପରେ ସ୍ମୃତି ପୀଠରେ, ଯେଉଁଗୁଡ଼ା ଐତିହ୍ୟ ପୀଠ, ସେଠି ବିଭିନ୍ନ ପ୍ରକାର ଚିତ୍ର ଆଙ୍କୁଛନ୍ତି, ଗାରଉଛନ୍ତି, ତେଣୁ ଏହା ଭୁଲ। ଏଠି ଜାତୀୟ ପତାକା ତଳେ ସେମାନେ ସାବଧାନ ଭାବରେ ଛିଡ଼ା ହୋଇଛନ୍ତି, ଏହା ଠିକ୍। ବ୍ୟାଙ୍କରେ ଲାଇନ୍ରେ ଛିଡ଼ା ହୋଇଛନ୍ତି, ଠିକ୍। ଫୁଲ ଛିଡ଼ାନ୍ତୁ ନାହିଁ ଏ କଥାଟି ଲେଖିଛନ୍ତି, ଇଏ ବି ମଧ୍ୟ ଠିକ୍। ତାପରେ କାର୍ଯ୍ୟାଳୟରେ ଫ୍ୟାନ୍ ଚାଲୁଛି, ଏସି ଚାଲୁଛି, ଅର୍ଥାତ୍ କାର୍ଯ୍ୟାଳୟରେ କେହି ନାହାନ୍ତି, ଏହା ହେଉଛି ଭୁଲ। ତାପରେ ପାଣି ଏଠି ବୋହି ଯାଉଛି, ତାହା ଉପରେ ଗୁରୁତ୍ୱ ଦେବାର ନାହିଁ, ଏମାନେ କଥାବାର୍ତ୍ତାରେ ମଜି ଯାଇଛନ୍ତି, ଏହା ହେଉଛି ଭୁଲ। ପାଇକ ପୁଅର ଗାରିମାଜା ଥିଲା, ସ୍ୱାଧୀନତା ଜାଗେ ଦେଲା ଆହୁତି। ସୈନିକ ଦେଶର ସୀମାକୁ ସୁରକ୍ଷା ଦେବା ପାଇଁ ଯେମିତି ବନ୍ଧୁକ, ତୋପ, ଖଣ୍ଡା ଆଦି ବ୍ୟବହାର କରେ, ସେହିପରି କବି କ'ଣ ବ୍ୟବହାର କରେ? କାଗଜ, କଲମ, ଭାବନା, କେଉଁ ବିଷୟ ଉପରେ ସେ ଆଧାରିତ କରିବ, ଜାତୀୟବାଦର ଚିନ୍ତାଧାରା, ଏଗୁଡ଼ିକ ମଧ୍ୟ ଆବଶ୍ୟକତା ରହିଛି। କୃଷକ ପାଇଁ କୋଦାଳ, ହଳ, ଲଙ୍ଗଳ, କୁଡ଼ି, ପାଛିଆ, ଏଇଭଳି ଅନେକ ଇନଷ୍ଟ୍ରୁମେଣ୍ଟ ମଧ୍ୟ ଦରକାର, ଯନ୍ତ୍ରପାତି ଦରକାର। ଛାତ୍ର ପାଇଁ କାଗଜଟିଏ ଦରକାର, କଲମଟିଏ ଦରକାର, ପେନସିଲଟିଏ ଦରକାର, ସ୍କେଲଟିଏ ଦରକାର, ଏଇଭଳି ଅନେକ କଥା ତୁମେମାନେ ମଧ୍ୟ ଲେଖିପାରିବ। ବୈଜ୍ଞାନିକ ଗବେଷଣା କରିବା ପାଇଁ ବିଭିନ୍ନ ଯନ୍ତ୍ରପାତିର ଆବଶ୍ୟକତା ଅଛି, ବିଭିନ୍ନ ରାସାୟନିକ ଜିନିଷର ଆବଶ୍ୟକତା ଅଛି, ବିଜ୍ଞାନଗାରର ଆବଶ୍ୟକତା ମଧ୍ୟ ରହିଛି। ଡାକ୍ତର ପାଇଁ ଇଞ୍ଜେକ୍ସନର ଆବଶ୍ୟକତା ରହିଛି, ଷ୍ଟେଥୋସ୍କୋପର ଆବଶ୍ୟକତା ରହିଛି, ଅଣୁବୀକ୍ଷଣ ଯନ୍ତ୍ରର ଆବଶ୍ୟକତା ରହିଛି, ପରୀକ୍ଷା ନିରୀକ୍ଷା କରିବା ପାଇଁ ଅନେକ ଯନ୍ତ୍ରର ମଧ୍ୟ ସେ ଆବଶ୍ୟକତା ରହିଛି। ତାପରେ ଆସିଲା ପିଲେ ତୁମ ଭାଷା ତୁମ ଗୀତ। ଶ୍ରେଣୀରେ ସମସ୍ତ ଛାତ୍ରଛାତ୍ରୀ ନିଜ ଭାଷାରେ ଦେଶପ୍ରେମ ସମ୍ପର୍କିତ କବିତା, ଗୀତ ସଂଗ୍ରହ କରି ପଢ଼ିବ ଆଉ ଲେଖିବ। ତିରଙ୍ଗା ପତାକା ବା ଜାତୀୟ ପତାକା ଦେଶର ଗର୍ବ ଆଉ ଗୌରବ। ଯେକୌଣସି ଦିନ ଶୋଇବା ପୂର୍ବରୁ ତୁମେମାନେ ସମଗ୍ର ଦିନର ଦିନଚର୍ଯ୍ୟାକୁ ମନେ ପକାଅ। ଦିନରେ ଯାହା ଯାହା କରିଛ ମନେ ପକାଅ। ଭାବ ଯେ ତୁମର କେଉଁ କାର୍ଯ୍ୟ ଜାତୀୟ ପତାକାକୁ ଖୁସି କରୁଛି ଓ କେଉଁ କାର୍ଯ୍ୟ ଜାତୀୟ ପତାକାକୁ ଦୁଃଖ ଦେଉଛି, ଏ କଥାକୁ ଚିନ୍ତା କରିବ। ଏଇ ଝରକାରୁ
ତୁମେ ଦେଶପ୍ରେମମୂଳକ କବିତା ଆସ ଉତ୍କଳୀୟ ପଢ଼ିଛ। ଏବେ ବିପିନ ବିହାର ରାଉତଙ୍କ ଦେଶାତ୍ମକର ସେବାନମଳିତ ଯେଉଁ ଦେଶରେ ଗଙ୍ଗା ବହେ କବିତାକୁ ଭଲ ଭାବେ ପଢ଼ିବ ଆଉ ମନେ ରଖିବ। ତେବେ ଏହାର ପ୍ରଶ୍ନ ଉତ୍ତରକୁ ଏଇଠି ଆମେ ସମାପନ କରିବା। ଏହାପରେ ଆଗାମୀ ସମୟରେ ଆଉ ଏକ ଅଧ୍ୟାୟକୁ ଆଲୋଚନା ରୂପକ ଭିଡ଼ିଓ ଆଣି ତୁମମାନଙ୍କ ପାଖରେ ଉପସ୍ଥାପିତ କରିବା। ତେବେ ଯଦି এই ଭିଡ଼ିଓଟି ତୁମକୁ ଭଲ ଲାଗିଛି ତୁମ ବନ୍ଧୁମାନଙ୍କ ସହିତ ପିଲେ ଜଲ୍ଦି ସେୟାର କରିଦିଅ। ଏବଂ ଯଦି କିଛି ବୁଝିବାର ଅଫସୋସ ଥାଏ ତାହେଲେ ତୁମେ କମେଣ୍ଟ ବକ୍ସରେ ଯାଇ କ୍ୱେଶ୍ଚନ୍ ମଧ୍ୟ ପଚାରିପାର। ଧନ୍ୟବାଦ।